ସୁମତି ଶାଶୁ ଘରକୁ ଆସିବା 1 ସପ୍ତାହ ହୋଇଗଲାଣି। ସେ ଇତିମଧ୍ୟରେ ଘରର ଚାଲିଚଳଣି ସବୁ କ୍ରମେ ବୁଝିଗଲାଣି। ସେ ଦେଖିଲା ସେ ଘରେ ତା ଶାଶୁ ହିଁ ମୁରବୀ, ଶ୍ୱଶୁର ନାମକ ମାତ୍ର ମୁରବୀ। ଦିନେ ସୁମତି ଦେଖିଲା ତାର ନଣନ୍ଦ ରାଧା ଥାଳିରେ ଖାଦ୍ୟ ଧରି କୁଆଡ଼େ ଯାଉଛି। ତହୁଁ ସେ ପଚାରିଲା, ରାଧା, ଏ ଖାଦ୍ୟ କାହା ପାଇଁ ନେଉଛ? ରାଧା ତା ଭାଉଜ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା, ଭାଉଜ, ମୁଁ ଜେଜେମା ପାଇଁ ନେଉଛି। ଏକଥା ଶୁଣି ସୁମତି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଜେଜେମା, କ'ଣ ସିଏ ବଞ୍ଚିଛନ୍ତି? ତାପରେ ରାଧା କହିଲା, ହଁ ଭାଉଜ, ସେ ବଞ୍ଚିଛନ୍ତି। ତମେ ତାଙ୍କୁ ଦେଖିବାକୁ ଚାହଁ ତ ମୋ ସହିତ ଆସ। ଏହାପରେ ସୁମତି ରାଧା ସହିତ ଗଲା। ଗ୍ରାମର ବାହାରେ ତାଙ୍କର ଗାଈମାନଙ୍କ ପାଇଁ ବଡ଼ ଗୁହାଳ ଥିଲା। ସେଇଠାରେ ଗୋଟାଏ କଣକୁ ଏକ ଖଟିଆ ଉପରେ ବୁଢ଼ୀଟିଏ ଶୋଇଥାଏ। ଚାରିପାଖରେ ଗୋବରର ଗନ୍ଧ। ରାଧା କହିଲା, ଭାଉଜ, ଏଇ ହେଉଛନ୍ତି ଆମ ଜେଜେମା। ଜେଜେମାଙ୍କର ଏ ଅବସ୍ଥା ଦେଖି ସୁମତିର ଆଖିରେ ହଠାତ୍ ଲୁହ ଆସିଗଲା। ବୁଢ଼ୀ ରାଧାକୁ ଦେଖୁ ଦେଖୁ ଖଟିଆ ତଳେ ଥିବା ଏକ ଅପରିଷ୍କାର ମାଟି ପାତ୍ର ଉଠାଇ ଆଣିଲେ। ରାଧା ସେଇଥିରେ ଖାଦ୍ୟ ଢାଳିଦେଲା। ସୁମତିକୁ ଏସବୁ ମୋଟେ ଭଲ ଲାଗିଲା ନାହିଁ। ସେ ବୁଢ଼ୀ ପାଖକୁ ଯାଇ ପ୍ରଣାମ କଲା। ବୁଢ଼ୀ ସୁମତିକୁ ବଡ଼ ଆଶ୍ଚର୍ଯ୍ୟ ହୋଇ ଚାହିଁ କହିଲେ, ରାଧା, ଏଇ ସୁରେଶର ସ୍ତ୍ରୀ ନା? ଏକଥା ଶୁଣି ରାଧା ମୁଣ୍ଡ ହଲାଇ ହଁ କଲା। ବୁଢ଼ୀ ସୁମତିର ମୁଣ୍ଡରେ ହାତ ରଖି ତାକୁ ଆଶୀର୍ବାଦ ଦେଇ କହିଲେ, ଏଣିକି ତୁ ସୁରେଶର ଯତ୍ନ ନେବୁ। ହଠାତ୍ ରାଧା କହିଲା, ଭାଉଜ, ଆମକୁ ଶୀଘ୍ର ଏଠାରୁ ଯିବାକୁ ପଡ଼ିବ। ମା ଜାଣିଲେ ରାଗିବେ। ଦୁହେଁ ସେଠାରୁ ଲେଉଟି ଆସିଲେ। ବାଟରେ ସୁମତି ରାଧାକୁ ପଚାରିଲା, ଜେଜେମାଙ୍କୁ କାହିଁକି ଗୁହାଳ ଘରେ ରଖାହୋଇଛି? ତହୁଁ ସେ ରାଧା କହିଲା, ଜେଜେମାଙ୍କର କିଛି ଗୋଟେ ଡିଆଁ ରୋଗ ଅଛି। ଆମ ସହିତ ରହିଲେ କାଳେ ଆମକୁ ମଧ୍ୟ ସେଇ ରୋଗ ଧରିବ। ସେଥିପାଇଁ ତାଙ୍କୁ ଏଠାରେ ରଖାହୋଇଛି। 2 ଦିନ ପରେ ଖବର ଆସିଲା, ସୁମତିର ଶାଶୁ ମନୋରମାଙ୍କ ମା ଅସୁସ୍ଥ। ସେ ତାଙ୍କୁ ଦେଖିବାକୁ ଚାହାନ୍ତି। ତେଣୁ ଯିବା ସମୟରେ ଶାଶୁ ସବୁ ଚାବି ସୁମତି ହାତରେ ଦେଇ ସବୁ ବୁଝାଇ ଦେଇଗଲେ। ଇତିମଧ୍ୟରେ ସୁମତିର ଭାଇ ସୁଦର୍ଶନ ସେଠାକୁ ଆସିଥିଲେ। ସେ ଜଣେ ବଡ଼ ବୈଦ୍ୟ। ସୁମତି ଭାଇଙ୍କୁ କହି ଜେଜେମାଙ୍କର ଚିକିତ୍ସା କରାଇଲା। ବୁଢ଼ୀଟିକୁ ପରୀକ୍ଷା କରି ସୁଦର୍ଶନ କହିଲେ, ଏହାଙ୍କର ତ କିଛି ହେଲେ ବି ରୋଗ ନାହିଁ। ଅଳ୍ପ ଔଷଧ ଖାଇଲେ ସେ ପୂରାପୂରି ଠିକ୍ ହୋଇଯିବେ। କିନ୍ତୁ ତାଙ୍କୁ ଏ ଗୁହାଳ ଘରୁ ନେଇ ଭଲ ପରିଷ୍କାର ସ୍ଥାନରେ ରଖ। ସୁମତି ସବୁ କଥା ନିଜ ସ୍ୱାମୀକୁ ବୁଝାଇଲା ଓ ବୁଢ଼ୀକୁ ଘରକୁ ନେଇ ଆସିଲା। ତାଙ୍କର ଯତ୍ନ ନେଲା ଓ ତାଙ୍କୁ ଠିକ୍ ସମୟରେ ଔଷଧ ପତ୍ର ବି ଖୁଆଇଲା। ଫଳରେ ଖୁବ୍ ଅଳ୍ପ ଦିନରେ ସେ ବୁଢ଼ୀ ଚେଙ୍ଗା ହୋଇଉଠିଲା। ସୁମତି ସବୁ କଥା ନିଜ ସ୍ୱାମୀକୁ ବୁଝାଇଲା ଓ ବୁଢ଼ୀକୁ ଘରକୁ ନେଇ ଆସିଲା। ତାଙ୍କର ଯତ୍ନ ନେଲା ଓ ତାଙ୍କୁ ଠିକ୍ ସମୟରେ ଔଷଧ ପତ୍ର ବି ଖୁଆଇଲା। ଫଳରେ ଖୁବ୍ ଅଳ୍ପ ଦିନରେ ସେ ବୁଢ଼ୀ ଚେଙ୍ଗା ହୋଇଉଠିଲା। ସୁଦର୍ଶନ ଫେରିବା ବେଳେ ସୁମତିକୁ 2ଟି ବଟିକା ଦେଇ ଆସିଲା। ଆଉ ଭଲ କରି ବୁଝାଇ ଦେଲା କିପରି ସେ ତା ଶାଶୁକୁ ଶିକ୍ଷା ଦେବ। ମନୋରମା ଘରକୁ ଫେରି ଶାଶୁ ବୁଢ଼ୀକୁ ଦେଖି ରାଗରେ ଚିତ୍କାର କରି କହିଲେ, ଏ ବୁଢ଼ୀକୁ ଘରକୁ କିଏ ଆଣିଲା? ତାଙ୍କର ତ ଡିଆଁ ରୋଗ ଅଛି। ସୁମତି ପ୍ରଥମେ ତା ଶାଶୁଙ୍କ ରାଗ ଥଣ୍ଡା ହେବାକୁ ଦେଲା। ତାପରେ ଯାଇ ସେ କହିଲା, ମା, ମୋର ବଡ଼ ଭାଇଙ୍କୁ ଜାଣିଛ? ସେ ଜଣେ ବଡ଼ ବୈଦ୍ୟ। ସେ ଏଠାକୁ ଆସିଥିଲେ। ଜେଜେମାଙ୍କର ଚିକିତ୍ସା କଲେ ଓ ଜେଜେମା ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ତେଣୁ ଆମେ ତାଙ୍କୁ ଘରକୁ ନେଇ ଆସିଲୁ। ସବୁ କଥା ଶୁଣି ମନୋରମା ଆଉ କିଛି ବି କହିଲେ ନାହିଁ, ଚୁପ୍ ରହିଲେ। ଗୋଟିଏ ଖାଦ୍ୟରେ ଗଳାଇ ସୁମତି ତା ଶାଶୁକୁ ଦେଲା। ତାପରେ ତା ଶାଶୁ ତ କାଶି କାଶି ବେଦମ୍। ଏସବୁ ଦେଖି ସୁମତି ପାଟି କରି କହିଲା, ଆରେ ଦେଖ, ମାଙ୍କର ଏମିତି କ'ଣ ହେଲା? ଏ କାଶ ତ ଆଉ ସାଧାରଣ କାଶ ନୁହେଁ, ଡିଆଁ ରୋଗ। ଏବେ କ'ଣ କରାଯିବ? ସମସ୍ତେ କାଶ ଭୋଗିବେ ତ ଏ ଘର ଚଳିବ କେମିତି? ସୁରେଶ ଓ ତାର ବାପା ଏଥର ମନୋରମାଙ୍କୁ ନେଇ ଗୁହାଳରେ ସେହି ଖଟିଆରେ ଛାଡ଼ି ଆସିଲେ। ରାଧା ବି ଠିକ୍ ଆଗ ପରି ଖାଇବା ନେଇ ଦେଉଥାଏ। ଦିନେ ମନୋରମା ରାଧାକୁ କହିଲେ, ଝିଅ, ମୋତେ ଏଠୁ ଘରକୁ ନେଇଯା। ମୁଁ ଆଉ ଏଠାରେ ରହିପାରିବି ନାହିଁ। ତହୁଁ ରାଧା ତା ମାକୁ କହିଲା, ଜେଜେମାଙ୍କର ଏମିତି କାଶ ହେବାରୁ
ଏଠାରେ ତାଙ୍କୁ ରଖାଯାଇଥିଲା। ଏବେ ତୁମକୁ ମଧ୍ୟ ଏଠାରେ ରହିବାକୁ ହେବ, କାହିଁକି ନା ତାଙ୍କ ପରି ତୁମର ମଧ୍ୟ ଡିଆଁ ରୋଗ ହୋଇଛି। ରାଧାର ବାପା ବଳରାମ ସେଠାକୁ ଆସି କହିଲେ, ଏବେ ତୁମକୁ ତୁମର କରିଥିବା କର୍ମର ଫଳ ହିଁ ଭୋଗ କରିବାର ସମୟ ଆସିଛି। ଏଥିରେ ତମର ରାଗିବାର କୌଣସି ଅଧିକାର ନାହିଁ। ପିଲା ବଡ଼ଙ୍କଠାରୁ ହିଁ ସବୁକିଛି ଶିଖନ୍ତି। ତୁମଠାରୁ ଏ ବିଦ୍ୟା ଶିଖି ତୁମ ଝିଅ ଯଦି ତା ଶାଶୁ ଘରେ ସେପରି କରେ ତେବେ ତାର କିଛି ବି ଦୋଷ ନାହିଁ। ତୁମେ ତୁମ ଶାଶୁ ସହିତ ଯେଉଁ ବ୍ୟବହାର କରିଛ, ତୁମ ବୋହୂ ମଧ୍ୟ ସେଇଟା ବହୁତ ଶୀଘ୍ର ଶିଖିଗଲା। ତୁମେ ଯେଉଁ ସମ୍ମାନ ନିଜ ଶାଶୁକୁ ଦେଇଛ, ତାହା ହିଁ ତୁମେ ତୁମ ବୋହୂଠାରୁ ପାଇବ। ସେଥିରେ ବୋହୂର କିଛି ବି ଦୋଷ ନାହିଁ। ଏ କ୍ଷେତ୍ରରେ ମୁଁ ବା ସୁରେଶ କିଛି ହେଲେ ବି କରିପାରିବୁ ନାହିଁ। ଏତିକି କହି ବଳରାମ ସେଠାରୁ ଚାଲିଯିବାକୁ ଉଠିଲେ। 3 ଦିନ କାଳ ଗୁହାଳ ଘରେ ମନୋରମା ପଡ଼ିଥାନ୍ତି। ସେ ଖିଆପିଆ ପ୍ରାୟ ଛାଡ଼ି ଦେଇଥିଲେ। ସେଥିଯୋଗୁଁ ସେ ବହୁତ ଦୁର୍ବଳ ହୋଇପଡ଼ିଲେ। ପ୍ରାୟ ମୂର୍ଚ୍ଛାବସ୍ଥା ହେବାର ଉପକ୍ରମ। ଚାରିପାଖରେ ଗୋବରର ଦୁର୍ଗନ୍ଧ। ସେପରି ବାତାବରଣରେ ତାଙ୍କ ପକ୍ଷେ ନିଶ୍ୱାସ ନେବା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇଉଠିଲା। ଏବେ ସେ ଉପଲବ୍ଧି କଲେ ଯେ ଗୁହାଳରେ ରହିବା କେତେ କଷ୍ଟ ଓ ସେ ତାଙ୍କ ଶାଶୁଙ୍କୁ କେତେ କଷ୍ଟ ଦେଇଛନ୍ତି। ସେ ନିଜ ବ୍ୟବହାର ଯୋଗୁଁ ଦୁଃଖିତ ହେଲେ ଓ ପଶ୍ଚାତ୍ ବି କଲେ। ଚତୁର୍ଥ ଦିନ ପୁଅ ବୋହୂ ତାଙ୍କୁ ନେବାକୁ ଆସିଲେ। ସେତେବେଳେ ରାଗିଯାଇ ସେ କହିଲେ, ମୋତେ ଆଉ କୁଆଡ଼କୁ ନେବା ଦରକାର ନାହିଁ, ମୁଁ ଏଇଠି ମରିବି। ମାଙ୍କ କଥା ଶୁଣି ସୁରେଶ କହିଲା, ତମେ ଯଦି ଏଠାରେ ରହିବାକୁ ଚାହଁ ତ ଆମର କିଛି ବି ଆପତ୍ତି ନାହିଁ। କିନ୍ତୁ ଶୁଣ, ତୁମେ ଏଠାକୁ ଆସିବା ଦିନଠାରୁ ଜେଜେମା ଖିଆପିଆ ଛାଡ଼ିଲେଣି। ତୁମ ପାଇଁ ସେ ସର୍ବଦା ଚିନ୍ତା କରୁଛନ୍ତି ଯେ ତୁମେ ଏ ଗୋବର ଗନ୍ଧରେ କେମିତି ରହିବ। ସେ ଖଟ ଉପରେ ସେମିତି ପଡ଼ି ରହିଛନ୍ତି। ତୁମକୁ ଆମେ ଘରକୁ ନ ନେଲେ ସେ ନ ଖାଇ ନ ପିଇ ହୁଏତ ମରିଯିବେ। ଏସବୁ କଥା ଶୁଣି ମନୋରମାଙ୍କ ଆଖିରେ ଲୁହ ହଠାତ୍ ଭରିଉଠିଲା। ତାଙ୍କର ମନ ଦୁଃଖ ହେଲା ଏଇ କଥା ଭାବି ଯେ ଏତେ ଭଲ ଶାଶୁକୁ ସେ ଏପରି ଖରାପ ବ୍ୟବହାର କରିଛନ୍ତି। ତାପରେ ସେ ଘରକୁ ଫେରିବାକୁ ଖୁବ୍ ବ୍ୟସ୍ତ ହୋଇପଡ଼ିଲେ। ଘରେ ପହଞ୍ଚି ପ୍ରଥମେ ସେ ତାଙ୍କ ଶାଶୁଙ୍କୁ ଯାଇ କ୍ଷମା ମାଗିଲେ। ବୋହୂ ଘରକୁ ଫେରିବାର ଦେଖି ସେ ଖୁସି ହେଲେ ଓ ମନ ଖୁସିରେ ପେଟ ପୂରା ଖାଇଲେ। ସୁମତି ଜାଣିଲା ଯେ ଶାଶୁଙ୍କର ବଦଭ୍ୟାସ ରୂପକ ରୋଗ ଭଲ ହୋଇଯାଇଛି। ତାଙ୍କ ମନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇସାରିଲାଣି। ତେଣୁ ସେ ସୁବିଧା ଦେଖି ଭାଇ ଦେଇଥିବା ଦ୍ୱିତୀୟ ବଟିକାଟି ଚୂର୍ଣ୍ଣ କରି ଶାଶୁଙ୍କୁ ଖାଦ୍ୟରେ ଦେଇଦେଲା। ଶାଶୁଙ୍କ କାଶ ଭଲ ହେଲା ଓ ତାଙ୍କ ପ୍ରକୃତି ମଧ୍ୟ ଭଲ ହୋଇଗଲା। ଏବେ ସେ ଘରେ ସମସ୍ତେ ଖୁସି।